ଆଇନଗତ ପ୍ରତ୍ୟାଖ୍ୟାନ କୌଣସି ଜାତି, ଧର୍ମ ଏବଂ ସମୁଦାୟକୁ ଆକ୍ଷେପ କରିବା, କାହାର ଧାର୍ମିକ ଭାବନା ବିଶ୍ୱାସକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଆମର ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ସମାଜର ଅନ୍ଧବିଶ୍ୱାସ, ଖରାପ ପରମ୍ପରା, କପଟତା, କୁପ୍ରଥା, ଭେଦଭାବ, ଅସମାନତା ବିଷୟରେ ମନୁଷ୍ୟର ଚିନ୍ତାଧାରା ଅନୁଯାୟୀ ଲୋକଙ୍କୁ ସଚେତନ କରାଇବା। ଅଜ୍ଞାନତା ହେଉଛି ଅନ୍ଧବିଶ୍ୱାସର ମୂଳ କାରଣ। ତର୍କ ଏବଂ ପ୍ରମାଣ ହେଉଛି ଏମିତି ଏକ ଅସ୍ତ୍ର ଯେଉଁଥିରେ ଅନ୍ଧବିଶ୍ୱାସକୁ ସମୂଳେ ବିନାଶ କରିହେବ। ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲ ଭାରତୀୟ ସମ୍ବିଧାନର ପ୍ରବନ୍ଧ 51A(H) ଅନୁଯାୟୀ ବୈଜ୍ଞାନିକ ଚେତନା ଓ ମାନବବାଦୀ ସ୍ୱଭାବ ଏବଂ ମୌଳିକ କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରେ। ଭାରତୀୟ ସମ୍ବିଧାନ ପ୍ରବନ୍ଧ 19(1) କ ଅନୁଯାୟୀ ସମସ୍ତଙ୍କୁ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ଦିଆଯାଇଛି। ଧୀମାନ କ୍ଷୀରୋଦ କୁମାର ବୌଦ୍ଧଙ୍କର ଲିଖିତ ପ୍ରସଙ୍ଗ ବିଷ କ'ଣ ଏବଂ କାହାକୁ ଆମେ ବିଷ କହିଥାଉ। କେହି ଜଣେ ବ୍ୟକ୍ତି ବିଦ୍ୱାନ ଚାଣକ୍ୟକୁ ପ୍ରଶ୍ନ କଲେ, ମହାଭାଗ ବିଷ କ'ଣ? ଚାଣକ୍ୟ ଚମତ୍କାର ଉତ୍ତରଟିଏ ଦେଲେ, ଆବଶ୍ୟକତା ଠାରୁ ଅଧିକ ମିଳିଥିବା ପ୍ରତ୍ୟେକ ଜିନିଷ ହେଉଛି ବିଷ। ଏହା କ୍ଷମତା, ସ୍ୱାଭିମାନ, ଧନ, କ୍ଷୁଧା, ଲୋଭ, ଆଳସ୍ୟ, ପ୍ରେମ, ଘୃଣା ବା ଅନ୍ୟ କିଛି ବି ହୋଇପାରେ। ମହାନ ଦାର୍ଶନିକ ପ୍ଲାଟୋ ମଧ୍ୟ ଏକଥା କହିଥିଲେ ଯେ ଦ ଗ୍ରେଟେଷ୍ଟ ୱେଲ୍ଥ ଇଜ୍ ଟୁ ଲାଇଭ୍ କଣ୍ଟେଣ୍ଟ ୱିଥ୍ ଲିଟିଲ୍, ଅର୍ଥାତ୍ ଅଳ୍ପରେ ସନ୍ତୁଷ୍ଟ ରହିବା ହେଉଛି ସର୍ବଶ୍ରେଷ୍ଠ ସମ୍ପତ୍ତି। କିନ୍ତୁ ମଣିଷ ଜାତିର ଚରମ ଦୁର୍ଭାଗ୍ୟ ହେଉଛି ଏହା ଯେ ମଣିଷ ଚିରକାଳ ଏହି ବିଷ ପଛରେ ହିଁ ଧାଇଁଛି। କ୍ଷୁଦ୍ର ମାସିଡୋନିଆ ରାଜ୍ୟର ରାଜା ଆଲେକଜାଣ୍ଡାର ରାଜ୍ୟ ପରେ ରାଜ୍ୟ ଜୟ କରି ଚାଲିଛନ୍ତି, ତଥାପି ରାଜ୍ୟ ଜୟର ପିପାସା ମେଣ୍ଟୁନି। ଶେଷରେ ସ୍ୱର୍ଣ୍ଣପଶୁ ଭାରତବର୍ଷ ଆକ୍ରମଣ କରିବାକୁ ବାହାରିଛନ୍ତି। ସାଥିରେ ଅଛନ୍ତି ସୈନ୍ୟ ସାମନ୍ତଙ୍କର ବିଶାଳ ପଟୁଆର। କୋଳାହଳରେ ଫାଟି ପଡ଼ୁଛି ଏଥେନ୍ସ ନଗରୀର ରାଜରାସ୍ତା। ନଗରୀର ଉପାନ୍ତରରେ ଏକ ଭଙ୍ଗା କୁଡ଼ିଆରେ ରହୁଥାନ୍ତି ଦାର୍ଶନିକ ଦାଓଜିନ୍ସ ଓ କୁକୁରଟିଏ। ନ ଜାଣିଥିବା ଲୋକେ ତାଙ୍କୁ ଭିକାରୀ ବୋଲି ବି ଭାବନ୍ତି। କୁଡ଼ିଆରେ ଶୋଇଥିଲେ ଦାଓଜିନ୍ସ। କୋଳାହଳ ଶୁଣି ନିଦ ଭାଙ୍ଗିଗଲା। ସେ ମୁଣ୍ଡ ଉଠାଇ ଦେଖନ୍ତି ତ ଆଲେକଜାଣ୍ଡାରଙ୍କର ବିଶାଳ ସେନା ଚାଲିଛନ୍ତି। ସେ ହଠାତ୍ ଉଠିପଡ଼ି ସୈନିକମାନଙ୍କ ଆଡ଼କୁ ଧାଇଁଲେ ଏବଂ ଉଚ୍ଚ କଣ୍ଠରେ ଚିତ୍କାର କଲେ, ରହିଯାଅ, ସମ୍ରାଟ ଆଲେକଜାଣ୍ଡାରଙ୍କୁ ମୋର କିଛି ଦେବାର ଅଛି। ଏହା କହି ସେ ଆଲେକଜାଣ୍ଡାରଙ୍କର ନିକଟକୁ ଯାଇ ତାଙ୍କ ହାତରେ ମୁଦ୍ରାଟିଏ ଧରାଇଦେଲେ। ବିସ୍ମିତ ହୋଇ ଆଲେକଜାଣ୍ଡାର ପଚାରିଲେ, ଏହା କ'ଣ? ଦାଓଜିନ୍ସ କହିଲେ, କିଛି ଦିନ ତଳେ ଜଣେ ଧନିକ ବ୍ୟକ୍ତି ମୋତେ ଭିକାରୀ ଭାବି ଏ ମୁଦ୍ରାଟିକୁ ମୋ କୁଡ଼ିଆ ଭିତରକୁ ଫୋପାଡ଼ି ଦେଇଥିଲା। ମୁଁ ସେହିଦିନ ଭାବିଥିଲି ମୋ ଠାରୁ ଆଉ ଜଣେ ବଡ଼ ଭିକାରୀ ଦେଖିଲେ ମୁଁ ତାଙ୍କୁ ଏହି ମୁଦ୍ରାଟି ଉପହାର ଦେବି ବୋଲି। ଆଜି ତୁମକୁ ପାଇଗଲି, ତେଣୁ ତୁମ ହାତରେ ଏ ମୁଦ୍ରାଟି ଧରାଇଦେଲି। ଆଲେକଜାଣ୍ଡାର ଅତ୍ୟନ୍ତ ଉତ୍ତ୍ୟକ୍ତ ହୋଇ କହିଲେ, ଜାଣିଛ ତ, ମୁଁ ବିଶ୍ୱବିଜୟୀ ଗ୍ରୀକ୍ ବୀର ଆଲେକଜାଣ୍ଡାର। ପୃଥିବୀର ସମସ୍ତ ଐଶ୍ୱର୍ଯ୍ୟ ଓ ପ୍ରାଚୁର୍ଯ୍ୟ ମୋର ପଦାନତ। ଏହା ସତ୍ତ୍ୱେ ମୋତେ ଭିକାରୀ ବୋଲି କହିବାର ଧୃଷ୍ଟତା ପାଇଁ ମୁଁ ତୁମର ଶିରଚ୍ଛେଦନ ବି କରିପାରେ। ଅବିଚଳିତ ଦାଓଜିନ୍ସ ଅଳ୍ପ ହସି କହିଲେ, ମୋର କିଛି ନାହିଁ, ତେଣୁ ମୁଁ ଭିକାରୀ ହେବାକୁ ବାଧ୍ୟ। ତୁମର ଏତେ ସବୁ ଥିବା ସତ୍ତ୍ୱେ ଆହୁରି ପାଇବା ପାଇଁ ତୁମର ଏ ଯେଉଁ ଭୋକ, ତାହା କ'ଣ ପାଇଁ? ତୁମେ ମୋ ଠାରୁ ବଡ଼ ଭିକାରୀ ନୁହେଁ ତ ଆଉ କ'ଣ? ଶୁଣ ସମ୍ରାଟ, ଯିଏ ଚାହୁଁଥିବ କୋଟିଏ କିନ୍ତୁ ପାଇଥିବ ଗୋଟିଏ, ସେ ଏ ସଂସାରର ସବୁଠାରୁ ବଡ଼ ଦାରିଦ୍ର୍ୟ। ଯିଏ ଜୀବନରେ କିଛି ଚାହିଁ ନାହିଁ, କିଛି ବି ପାଇନାହିଁ, ସିଏ ଧନୀ ନ ହୋଇପାରେ, କିନ୍ତୁ ତୁମ ଭଳି ଦରିଦ୍ର ନୁହେଁ। ଆବଶ୍ୟକତା ଠାରୁ ଅଧିକ ଅର୍ଥ, କ୍ଷମତା ଓ ପ୍ରତିପତ୍ତିର ପିପାସା ହିଁ ପ୍ରକୃତ ଦାରିଦ୍ର୍ୟ। ଯାହାର ତୃଷ୍ଣା ବା ଅଭିଳାଷ ଯେତେ ଅଧିକ, ସେ ସେତେ ଅଧିକ ଦରିଦ୍ର। ଯାହାର ମନ ସନ୍ତୁଷ୍ଟ ଓ ତୃପ୍ତ, ତା ପାଇଁ ଧନୀ ଦରିଦ୍ର କି ଫରକ? ଏଥର କୁହ, ତୁମେ ଭିକାରୀ ନା ମୁଁ ଭିକାରୀ? ବାସ୍ତବରେ ଏ ସଂସାରରେ ଭିକାରୀ କିଏ?
ଭିକାରୀ ସିଏ ନୁହେଁ ଯିଏ ଅନ୍ୟ ଆଗରେ ହାତ ପତେଇ ଭିକ ମାଗେ। ପ୍ରକୃତ ଭିକାରୀ ତ ସିଏ ଯାହା ପାଖରେ ସବୁ ଥାଇ ମଧ୍ୟ ସେ ଆହୁରି ଚାହିଁଥାଏ। ପାଠକ, ଏଭଳି ଏକ ପ୍ରସଙ୍ଗ ଏଠି ଅବତାରଣ କରିବାର ଉଦ୍ଦେଶ୍ୟ ହେଉଛି ଏହା ଯେ ବିଶ୍ୱ ଅଭିଯାନରେ ବାହାରିଥିବା ସମ୍ରାଟ ଆଲେକଜାଣ୍ଡାର ନିଜ ଦେଶକୁ ମଧ୍ୟ ଫେରି ପାରିଲେ ନାହିଁ। ଭାରତ ଅଭିଯାନ ସାରି ଫେରିବା ବାଟରେ ବେବିଲୋନ ନଗରୀର ମାତ୍ର 33 ବର୍ଷ ବୟସରେ ସେ ପ୍ରାଣ ତ୍ୟାଗ କରିଥିଲେ। ରାଜଧାନୀ ଏଥେନ୍ସ ଥିଲା ତଥାପି 24 ଘଣ୍ଟାର ଦୂର। ସବୁଠାରୁ ଉଲ୍ଲେଖଯୋଗ୍ୟ ଉପଲବ୍ଧ ତ ଏହା ଯେ ମୃତ୍ୟୁ ପୂର୍ବରୁ ଆଲେକଜାଣ୍ଡାର ତାଙ୍କର ଅଙ୍ଗରକ୍ଷୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ, ମୋ ଶବଧାରକୁ ସମାଧିସ୍ଥଳକୁ ନେବାବେଳେ ମୋ ହାତ ଯୋଡ଼ିକି ଦୁଇ ପଟକୁ ଝୁଲାଇ ଦେଇଥିବ, ଯେମିତି ସମଗ୍ର ବିଶ୍ୱବାସୀ ଦେଖିବେ ଆଲେକଜାଣ୍ଡାର ଶୂନ୍ୟ ହସ୍ତ ହୋଇ ଆସିଥିଲା ଆଉ ମୃତ୍ୟୁ ପରେ ମଧ୍ୟ ଏ ପୃଥିବୀରୁ ଶୂନ୍ୟ ହସ୍ତ ହୋଇ ଫେରି ଯାଉଛି। ଅଜସ୍ର ସମ୍ପତ୍ତି ଅର୍ଜିଥିବା ଆଲେକଜାଣ୍ଡାର ପାଇଁ ହୀରା, ନୀଳା, ମୋତି, ମାଣିକ୍ୟ ସବୁ ଗୋଡ଼ିମାଟି ପରି ମୂଲ୍ୟହୀନ। ସେସବୁ ତାର ଜୀବନ ରକ୍ଷା ପାଇଁ ସାମାନ୍ୟ ମାତ୍ର ସାହାଯ୍ୟ କରିପାରିଲେ ନାହିଁ କି କାଣି କଉଡ଼ିଟିଏ ମଧ୍ୟ ତା ସହ ଗଲେ ନାହିଁ। ଏ ଘଟଣା ଘଟିବାର ବହୁ ବର୍ଷ ବିତିଗଲାଣି। ତଥାପି ଅନେକ ମଣିଷ ଏବେ ବି ନୀତି, ନୈତିକତା, ମୂଲ୍ୟବୋଧ ଓ ମଣିଷ ପଣିଆକୁ ଜଳାଞ୍ଜଳି ଦେଇ ସାରା ଜୀବନ ଧନ ସମ୍ପତ୍ତି ଗୋଟେଇବାରେ ଲାଗି ପଡ଼ିଛନ୍ତି। ବଡ଼ ବିଚିତ୍ର ଏ ମଣିଷର ପ୍ରକୃତି। ଘରଦ୍ୱାର, କୋଠାବାଡ଼ି, ଅଭ୍ରକଂସ, ଅଟ୍ଟାଳିକା ପଛରେ ଧାଇଁ ଧାଇଁ ଜୀବନର ଅମୂଲ୍ୟ ସମ୍ପଦ ସ୍ୱାସ୍ଥ୍ୟକୁ ହିଁ ହଜେଇ ଦିଅନ୍ତି। ପୁଣି ସେହି ସ୍ୱାସ୍ଥ୍ୟକୁ ଫେରି ପାଇବା ପାଇଁ ଡାକ୍ତର ଦୁଆରେ ଯାଇ ଭିକ ମାଗନ୍ତି। ଏଠି ଆସେ ଯେତେ, ଯାଏ ବି ସେତେ। ଅଥଚ ନିର୍ବୋଧ ମଣିଷ ଏକ ଅସରନ୍ତି ଶୋଷ ପଛରେ ଧାଇଁଥାଏ। ଇଏ କେଉଁ ପ୍ରକାର ଗଣିତ? ରାତି ସରିଯାଏ ପଛେ ସ୍ୱପ୍ନ ସରେନା, ବାଟ ସରିଯାଏ ସିନା ହାଟ ସରେନା। ଏଠି ଜୀବନର ଅନ୍ୟ ନାମ ବସ୍ତୁପ୍ରୀତି ବା ବସ୍ତୁରତି। ଏକବିଂଶ ଶତାବ୍ଦୀର ମଣିଷ ଏବେ ଗୋଟିଏ ବସ୍ତୁରେ ପରିଣତ ହୋଇଯାଇଛି। ସେଇଥିପାଇଁ ସମସ୍ତ ଭୌତିକ ବିକାଶ ସତ୍ତ୍ୱେ ମଣିଷ ଆଜି ଖୁବ୍ ନିଷ୍କଳ, ଖୁବ୍ ନିଃସଙ୍ଗ। ପାଖରେ ଜୀବନ ବିତାଇବା ପାଇଁ ସକଳ ସୁଖ ସାଧନ ଅଛି ସତ, ମାତ୍ର ଶାନ୍ତି ସୁଦୂର ପରାହତ। ଚାରିପାଖରେ ପର୍ଯ୍ୟାପ୍ତ ଭୋଜନ ସାମଗ୍ରୀ ଅଛି ସତ, କିନ୍ତୁ ପେଟରେ ଭୋକ ନାହିଁ। ବିଳାସମୟ ପ୍ରସାଦ ଅଛି, କିନ୍ତୁ ସୁନିଦ୍ରା ନାହିଁ। ପରିପୂର୍ଣ୍ଣ ପରିବାର ଅଛି, କିନ୍ତୁ ପ୍ରସନ୍ନତା ନାହିଁ। ଫେସବୁକରେ ଅସଂଖ୍ୟ ବନ୍ଧୁ, ଦୁଃଖ ଶୁଣିବାକୁ ଏଠି ଜଣେ ବି କେହି ନାହିଁ। ସୁଖ ମରିଚିକା ପଛରେ ଧାଇଁ ଧାଇଁ ମଣିଷ ଆଜି ଖୁବ୍ ଦୁଃଖୀ। ଟଲଷ୍ଟୟଙ୍କ ଗଳ୍ପର ନାୟକ ପାହୋମ ଭଳି ସକାଳୁ ସଞ୍ଜ ଯାଏଁ ଗଳଧର୍ଗମ ହୋଇ ଖାଲି ଧାଇଁଛି ଆଉ ଧାଇଁଛି। ଏମିତି ଧାଁ ଦୌଡ଼ର ଅର୍ଥ କ'ଣ ଜୀବନ? କିଏ ଜଣେ କହିଥିଲେ, ମନ୍ଦିର ଏକ ଅଦ୍ଭୁତ ସ୍ଥାନ, ଯେଉଁଠି ଗରିବ ବାହାରେ ଭିକ ମାଗେ ଆଉ ଧନୀ ଭିତରେ ବି ଭିକ ମାଗେ। ପ୍ରକାରାନ୍ତରେ ଏଠି ସମସ୍ତେ ହିଁ ଭିକାରୀ। କେଉଁଦିନ ଏ ନିଃଶ୍ୱାସ ମଣିଷ ବୁଝିବ ଯେ ଟଙ୍କା ଘର କିଣିପାରେ ହେଲେ ପରିବାର ନୁହେଁ, ଟଙ୍କା ଦାମିକା ଘଣ୍ଟା କିଣିପାରେ ହେଲେ ସମୟ ନୁହେଁ, ଟଙ୍କା ତୁଳିତଳ୍ପ ଶଯ୍ୟା କିଣିପାରେ ହେଲେ ସୁନିଦ୍ରା ନୁହେଁ, ଟଙ୍କା ବହି କିଣିପାରେ ହେଲେ ଜ୍ଞାନ ନୁହେଁ, ଟଙ୍କା ବନ୍ଧୁ କିଣିପାରେ ହେଲେ ବନ୍ଧୁତା ନୁହେଁ। ଦୁନିଆରେ କେବଳ ଭାଗ୍ୟବାନ ସେହି ଯାହା ପାଖରେ ଭୋଜନ ସହିତ ଭୋକ ଅଛି, ଶଯ୍ୟା ସହିତ ନିଦ୍ରା ଅଛି, ଆଉ ଧନ ସହିତ ଧର୍ମ ବି ଅଛି। ସମୁଦ୍ର କୂଳରେ କ'ଣ ଶାମୁକାର ଅଭାବ ଥାଏ, ନା ପୃଥିବୀ ପୃଷ୍ଠରେ ମଣିଷର? ବାସ୍ ଫରକ କେବଳ ଏତିକି ଯେ କିଛି ଶାମୁକା ଭିତରେ ମୋତିଟିଏ ଥାଏ, ଆଉ କିଛି ମଣିଷଙ୍କ ପାଖରେ ଭଲ ହୃଦୟଟିଏ। ବାକି ସବୁ ମଣିଷ ସେଇ ମିଛ ଖୋଳପାଧାରୀ ଶାମୁକା ସଦୃଶ। ନିର୍ଣ୍ଣୟ ଆପଣଙ୍କର। ଆପଣ ହୃଦୟବାନ ମଣିଷଟିଏ ହେବେ ନା ଶୂନ୍ୟ ଶାମୁକାଟେ ହେବେ। କିନ୍ତୁ ଏ କଥା ସତ୍ୟ ଯେ ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ। ତାହା ଧନ ହେଉ କିମ୍ବା ସମ୍ମାନ, ଭୋଜନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ। 2 ଦିନର ଏ ଜୀବନ। ମରିଚିକା ପଛରେ ଧାଇଁବା ସବୁଠାରୁ ଅର୍ଥହୀନ। ପାରୁଛ ଯଦି ପ୍ରେମ ବାଣ୍ଟି ଚାଲ, ଲୋକଙ୍କର ହୃଦୟ କିଣ। କାରଣ ମଶାଣିକି ଆପଣ ଅର୍ଜିଥିବା 4 କୋଟି ନୁହେଁ, ମାତ୍ର 4 ଜଣ ଆପଣଙ୍କୁ ଛାଡ଼ିବାକୁ ହିଁ ଯିବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ
ନିଜର ମତାମତ ଦିଅନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ସେୟାର ମଧ୍ୟ କରନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପରବର୍ତ୍ତୀ ନୂଆ ଭିଡ଼ିଓକୁ ଦେଖିବା ପାଇଁ ଅପେକ୍ଷା କରନ୍ତୁ। ଦେଖାହେବ ପୁଣି ଆଉ ଏକ ଶିକ୍ଷଣୀୟ ଭିଡ଼ିଓରେ। ନମସ୍କାର।